ତ ଆପଣ ସେମାନଙ୍କ ଲାଭ ନିମନ୍ତେ ସେମାନଙ୍କୁ କ୍ଷମା କରୁନାହାନ୍ତି, ନିଜେ କ୍ଷମା ପାଇବା ନିମନ୍ତେ ଆପଣ ସେମାନଙ୍କୁ କ୍ଷମା କରୁଅଛନ୍ତି। ଗୋଟାଏ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଠାରେ ଏହି ସ୍ୱଭାବ ରହିବାକୁ ପଡ଼ିବ। ଆପଣ ପ୍ରଥମେ ଆପଣଙ୍କ ବିରୁଦ୍ଧରେ ଯିଏ ଅଛନ୍ତି, ଆପଣଙ୍କର ଅପରାଧୀ ଯିଏ ଅଛନ୍ତି, ତାଙ୍କୁ କ୍ଷମା କରିବାକୁ ପଡ଼ିବ। ତାପରେ ଆପଣ ପ୍ରାର୍ଥନା କରନ୍ତୁ ଆପଣଙ୍କର ସକଳ ଅପରାଧ ସବୁ ପ୍ରଭୁ କ୍ଷମା କରିବେ। ଆପଣ କ୍ଷମା ଦେବେ ନାହିଁ ଏବଂ ଆପଣ ଏକ୍ସପେକ୍ଟେସନ୍ କରନ୍ତି ପ୍ରଭୁଙ୍କ ଠାରୁ କ୍ଷମା ପାଇବା ନିମନ୍ତେ। ଇଟ୍ ଇଜ୍ ନଟ୍ ପସିବଲ୍। ଏହା ସମ୍ଭବ ନୁହେଁ। ଯଦି ଆପଣଙ୍କ ପଡ଼ୋଶୀ ଆପଣଙ୍କ ବିରୁଦ୍ଧରେ ଅଛନ୍ତି, ଆପଣଙ୍କ ବିରୁଦ୍ଧରେ ଅନେକ ଅପରାଧ କରୁଅଛନ୍ତି, ତ ଆପଣ ପ୍ରଥମେ ତାଙ୍କୁ କ୍ଷମା କରନ୍ତୁ। ତାଙ୍କ ବିରୁଦ୍ଧରେ କିଛି ବିଷୟ ଆପଣଙ୍କ ହୃଦୟରେ ସଞ୍ଚୟ କରି ରଖ ନାହିଁ। ତାଙ୍କ ବିରୁଦ୍ଧରେ କୌଣସି ମନ୍ଦ କଳ୍ପନା କର ନାହିଁ। ଆପଣ ତାଙ୍କୁ କ୍ଷମା କରନ୍ତୁ। ଆପଣ ତାଙ୍କର ଲାଭ ନିମନ୍ତେ ତାଙ୍କୁ କ୍ଷମା କରୁନାହାନ୍ତି, ଆପଣ ଆପଣଙ୍କ ବେନିଫିଟ୍ ନିମନ୍ତେ, ଆପଣଙ୍କର ଲାଭ ନିମନ୍ତେ କ୍ଷମା କରୁଅଛନ୍ତି। କାରଣ ଆପଣ ଯେବେ ତାଙ୍କୁ କ୍ଷମା କରିବେ, ପ୍ରଭୁ ଆପଣଙ୍କୁ କ୍ଷମା କରିବ।